ଶିଶୁକନ୍ୟାର ମୃତଦେହ ଉଦ୍ଧାର ଘଟଣା। ପୋଖରୀରେ ବୁଡ଼ାଇ ମାରିଥିଲା ମା, ଦୋଷ ସ୍ୱୀକାର ପରେ ଜେଲ୍ ଗଲା। ସ୍ୱାମୀ ସ୍ତ୍ରୀ କଳହରୁ ବଳି ବଢ଼ିଲା ଛୁଆ। ସ୍ୱାମୀ ସବୁବେଳେ ଝଗଡ଼ା କରୁଥିଲେ, ଟିକେ ଟିକେ କଥାରେ ପିଟୁଥିଲେ। ସହିବାର ସବୁ ସୀମା ଟପି ଯାଇଥିଲା। ରାଗରେ ଏଇଭଳି ଚରମ ନିଷ୍ପତ୍ତି ନେଲି। ଝିଅକୁ ପୋଖରୀରେ ବୁଡ଼ାଇ ମାରିଦେଲି। ପୁଲିସ ନିକଟରେ ଏଇଭଳି କହି ଦୋଷ ସ୍ୱୀକାର କରିଛନ୍ତି ମଧୁସ୍ମିତା ବରାଳ। ଡେଲାଙ୍ଗ ଥାନା ଅଧୀନ ହରିରାଜପୁର ଫାଣ୍ଡି ଅନ୍ତର୍ଗତ ଷଢ଼ାଙ୍ଗୋର ଗ୍ରାମର ଶୁକ୍ରବାର ପୁଲିସ 1.5 ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଥିଲା। ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ପୁଲିସ ସନ୍ଦେହରେ ଶିଶୁକନ୍ୟାର ବାପା ମାଆଙ୍କୁ ଅଟକ ରଖିଥିଲା। ପଚରା ଉଚରା ପରେ ମହିଳାଙ୍କ ତାଙ୍କ ଭୁଲ ମାନିଛନ୍ତି।